ଶୁଣନ୍ତୁ, ଦଳରୁ ଗୋଟେ ଜଣଙ୍କୁ ବହିଷ୍କୃତ କଲେ ତାକୁ ଗୋଟିଏ ଇନଫର୍ମେସନ୍ ଆସିବା କଥା। ମୋ କତିକି କିଛି ଇନଫର୍ମେସନ୍ ନାହିଁ। ମୁଁ ଟିଭିରେ ବର୍ତ୍ତମାନ ଦେଖିଲି ଯେ ଦଳରୁ ବହିଷ୍କୃତ କଥା ହେଇଛି। ଏକ ଦ୍ୱିତୀୟରେ, ଦଳରୁ ବହିଷ୍କୃତ କଲେ ତାକୁ ଶୋକଜ ମାଗିବ। ଯାହାକୁ ବହିଷ୍କୃତ କଲେ ସାଧାରଣ ଜ୍ଞାନ କଥା, ତାକୁ ଶୋକଜ କିଛି ମାଗି ନାହାନ୍ତି। ତୃତୀୟ କଥା କୁହାଯିବ ଯେ ଗୋଟେ ଦଳର ପ୍ରେସିଡେଣ୍ଟଙ୍କର ଅଛି 4 ଜଣଙ୍କୁ ସସ୍ପେଣ୍ଡ କରିଦେଇପାରେ। ଏଇ ତ ଗୋଟେ ଡିକ୍ଟେଟର ପାର୍ଟି ହେଇଯିବ। ଦଳର ଯଦି ସେମିତି ଡିସ୍କସନ୍ କରେ ଯୋଉ ଡିସିପ୍ଲିନ୍ କମିଟି ନ ପଡ଼ିକି ଯଦି କରାହେଲା ଗୋଟେ ଡିକ୍ଟେଟରସିପ୍ ହେବ ଦଳର। ଯଦି ସେ କଥା କରିଥାନ୍ତି ସେ କଥା। ଆଉ ଯଦି କାଲି ସସ୍ପେଣ୍ଡ କରିଛନ୍ତି ବୋଲି କହୁଛନ୍ତି, ମୋତେ କାଲି ମୋ କତିକି ଇନଫର୍ମେସନ୍ ଆସିଥାନ୍ତା। ମୋ ହ୍ୱାଟ୍ସଆପ୍ ମୋତେ କିଛି ଆସିନି ବର୍ତ୍ତମାନ ସୁଦ୍ଧା। ମୋ ହ୍ୱାଟ୍ସଆପ୍ ଦେଖନ୍ତୁ କିଛି ମୋତେ ଇନଫର୍ମେସନ୍ ଆସିନି। ମୁଁ ସକାଳୁ କାଲି ଭୁବନେଶ୍ୱରରେ ମୁଁ ବାଇକ୍ ଦେଲା ପରେ ମନରେ ସ୍ଥିର କଲି ନାଇଁ ଆଉ ଦଳରେ ରହିବାନି। ମୁଁ ଆଜି ସକାଳୁ ମୋର ଇସ୍ତଫା ମାନ୍ୟବର ସଭାପତି ପାଖକୁ ଏବଂ ଆମର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ପାଖକୁ ଏବଂ ଜିଲ୍ଲା ସଭାପତି ନୃସିଂହଙ୍କ ପାଖକୁ ପଠାଇଲି। ଏବଂ ନୃସିଂହଙ୍କ ଫୋନ୍ ବନ୍ଦ ଥିଲା, ଆଙ୍କର ଦେବୀ ମିଶ୍ରଙ୍କ ଫୋନ୍ ଖୋଲା ଥିଲା। ମୁଁ ଦେବୀ ମିଶ୍ରଙ୍କୁ ଫୋନ୍ କରି କହିଲି ଯେ ମୁଁ ଦଳରୁ ଇସ୍ତଫା ଦେଉଛି। ତାପରେ ମଧ୍ୟ ଆକୁ ମଧ୍ୟ ପ୍ରତାପ ଜେନାଙ୍କୁ ମଧ୍ୟ କହିଲି ତ ମୁଁ ଇସ୍ତଫା ଦେଉଛି। ତେଣୁ ଆକୁ କହିଛି, ପ୍ରସନ୍ନ ଆଚାର୍ଯ୍ୟଙ୍କୁ କହିଛି ଏବଂ ପ୍ରଦୀପ ମାନଙ୍କୁ କହିଛି ମୁଁ ଇସ୍ତଫା ଦଳରୁ ଦେଉଛି। ପଠେଇଦେଲେଣି ଆପଣଙ୍କ ହ୍ୱାଟ୍ସଆପ୍ ଦେଖିବେ ମୁଁ ପଠେଇ ଦେଇଛି ବୋଲି କହିଲେ। ତାପରେ ଦେଖିଲା ବେଳକୁ ଯେ ବାହାରିଛି ଟିଭିରେ ରୋଲ୍ ହେଉଛି ମୋତେ ସସ୍ପେଣ୍ଡ କରିଛନ୍ତି ପ୍ରତାପ ଜେନାଙ୍କୁ କହିସାରିଲା ପରେ। ତେଣୁ ୟାର ଉଦ୍ଦେଶ୍ୟ ଗୋଟେ ଦଳର ଏତିକି ସସ୍ରାସ ନାହିଁ ଯେ ଆମେ ଫେସ୍ କରିବା, ସତ କଥାର ଫେସ୍ କରିବା ପାଇଁ। ସେଥିରେ ଦଳର ଅବସ୍ଥା କୁଆଡ଼େ ଯାଉଛି, ଯେଉଁ ଆଦର୍ଶ କଥା ମୁଁ ସବୁବେଳେ କହୁଛି ସେଇଥିରୁ ଆପଣ ମାନେ ଅନୁମାନ କରିବେ। ପ୍ରତାପ ଜେନା ଯୋଉ କଥା କାଲି କହିଛନ୍ତି, ମୋର ସେଇ ସଂସ୍କାର ନାହିଁ ବ୍ୟକ୍ତିଗତ ବିଷୟରେ କାହାରି କହିବା କଥା। ପ୍ରତାପ ଜେନା ହେରିକା ବହୁତ ଆମଠୁ ବୟସରେ ଆମ ପୁଅ ଭଳିଆ। ପ୍ରତାପ ଜେନା ହେରିକା ସେ ନିଜେ ଜାଣିବା ଦରକାର। ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ମାଇନି ମିନିଷ୍ଟର କ'ଣ ପାଇଁ 10 ବର୍ଷ ରଖିଥିଲେ? ମୁଁ କେବେ କହିଛି କି ମୋତେ ମାଇନି ମିନିଷ୍ଟର ରଖନ୍ତି? ସିଏ ଆପଣମାନେ ସମସ୍ତେ ଜାଣିଛନ୍ତି, ଯେତେବେଳେ କୌଣସି ଖରାପ କାମ କିଏ କଲା, ଆମେ ସମସ୍ତଙ୍କ ଧାରଣା ଯେ ଖରାପ କାମ ଯେତେବେଳେ କିଏ କ'ଣ କଲା ତାକୁ ନବୀନ ବାବୁ ସାଙ୍ଗେ ସାଙ୍ଗେ ମନ୍ତ୍ରିମଣ୍ଡଳରୁ ବାହାର କରିଦିଅନ୍ତି। ପ୍ରତାପ ଜେନା ଏକା ମଧ୍ୟ ବାହାରିଛନ୍ତି। ଆଗରେ ଥରେ ମନ୍ତ୍ରୀ ଥିଲେ, ବାହାରିଥିଲେ, ପୁଣି ମନ୍ତ୍ରୀ ହେଇଥିଲେ, ଏମିତି ବାହାରିଛନ୍ତି। ସବୁ କଥା ହେଇଛି। ଯେତେବେଳେ ଖରାପ କାମ ତାଙ୍କ ନାଁରେ ସେ ବାହାର କରିଛନ୍ତି। ମୋତେ କ'ଣ ପାଇଁ ବାହାର କଲେନି? ମୁଁ ଯଦି ଖରାପ କାମ କରୁଥିଲି, ସୁବିଧାବାଦୀ ନେଉଥିଲି, ମୋତେ ବାହାର କରିବାକୁ କ'ଣ ମନା ତାଙ୍କୁ ଥିଲା? ନା ମୁଁ ଭଲ କାମ କରୁଥିଲି, ପାର୍ଟିର ଗୁଡୁଲି ରଖୁଥିଲି ବୋଲି ମୋତେ 10 ବର୍ଷ ମାଇନି ମିନିଷ୍ଟର। କିଏ ମାଇନି ମିନିଷ୍ଟର 10 ବର୍ଷ ଓଡ଼ିଶାରେ ରହିଛି? ମୋ ମାଇନି ମୋର ଗୁଡୁଲି ପାର୍ଟି ତାକୁ ଇଏ କୋଉ ଦିଆହେଲା ଟିକେଟ୍? ସେ ନିଜେ ଜାଣିବା କୋଉ କାରଣ ତାଙ୍କର ଯଦି ସେ ପାର୍ଟି ପାଇଁ ଭଲ କାର୍ଯ୍ୟକ୍ରମ କରୁଥିଲେ ତାଙ୍କୁ କାମ ଦେଲେନି, ଟିକେଟ୍ ଦେଲେନି, କ'ଣ କାର୍ଯ୍ୟକ୍ରମ କରିଦେଲେନି? ସେ କଥାକୁ ନିଜେ ବୁଝିବା ଦରକାର। ମୁଁ ଏଇଟା ସବୁ କହିବା ପ୍ରକାର ଖରାପ ନିହାତି ହେବ। ଏ କଥା ଏଥିରେ ପିଲା ମୁଁ ବର୍ତ୍ତମାନ ଆଗରୁ ମଧ୍ୟ କହିଥିଲି, ଯୋଉ ଆମର ୱାର୍କର ମାନଙ୍କ କହିଛି ମୋର ଦଶହରା ପରେ ମୁଁ ସାଧାରଣ ଭାବରେ ସୋସିଆଲ ୱାର୍କ କାର୍ଯ୍ୟକ୍ରମ ଯୋଉଟା କରୁଥିଲି କରିବି। ଶ୍ରମିକ ମାନଙ୍କ କାର୍ଯ୍ୟ ବର୍ତ୍ତମାନ କରୁଛି ମଧ୍ୟ ଶ୍ରମିକ ମାନଙ୍କ କାର୍ଯ୍ୟକ୍ରମ କରି ସୋସିଆଲ ୱାର୍କ ବର୍ତ୍ତମାନ କରିବି। ଭବିଷ୍ୟତରେ କ'ଣ ନିଷ୍ପତ୍ତି ହେବ, ରାଜନୈତିକ ନିଷ୍ପତ୍ତି, ସେ ତ ପରେ କଥା ଜଣାପଡ଼ିବ। କିନ୍ତୁ ମୁଁ ବର୍ତ୍ତମାନ ସେ କଥା ସ୍ଥିର କରିନାହିଁ। ମୁଁ ବର୍ତ୍ତମାନ ସୋସିଆଲ ୱାର୍କ କାର୍ଯ୍ୟକ୍ରମ କରିବି।